ଗପଟିର ନାଁ ହେଉଛି ବୁଦ୍ଧିର ବଳ ସବୁଠୁ ସାର। ଖରାଦିନ, ଶୋଷରେ ତଣ୍ଟି ଶୁଖିଯାଉଛି। କେତେ ଦୂରରୁ କାହିଁ ପାଣି ମୁନ୍ଦାଏ ପାଇଁ ଧାଇଁ ଆସିଥିବା ଠେକୁଆଟି ପାହାଡ଼ି ଝରଣାଟି ଦେଖି ଖୁସିରେ ନାଚି ଉଠିଲା। ପାଣି ପିଇବା ପାଇଁ ମୁହଁ ଲଗାଇଛି କି ନାହିଁ ତା କାନରେ ପଡ଼ିଲା ସିଂହର ଗର୍ଜନ। ଗର୍ଜନ ଶୁଣି ସେ ଚମକି ପଡ଼ିଲା। ମୁହଁ ଉଠାଇ ଚାହିଁଲା ବେଳକୁ ଝରଣା ଆରପାଖରେ ବିରାଟକାୟ ସିଂହ ଆଖି ତରାଟି ତା ଆଡ଼କୁ ଚାହିଁଥିଲା। ଜୀବନ ବିକଳରେ ଧାଇଁଲା ଠେକୁଆ, ତା ପଛେ ପଛେ ସିଂହ। ସିଂହ ଖେପାକେ 12 ହାତ ଡେଇଁଲା। ଠେକୁଆ ବିଚରା ତ ଏଡ଼ିକି ଟିକିଏ ଯିବ, ସିଂହ ଆଗରେ କେତେ ଅବା ଧାଇଁବ। ପାଖରେ ଗୋଟାଏ ଗାତ ଦେଖି ତା ଭିତରକୁ ପଶିଗଲା। ସିଂହ ସହଜରେ ତାର ଶିକାର ଛାଡ଼ିବାକୁ ପ୍ରସ୍ତୁତ ନଥିଲା। ତେଣୁ ରାଗରେ ସେଠାରୁ ଆଉ କୁଆଡ଼େ ନ ଯାଇ ଗାତ ମୁହଁରେ ଜଗି ବସି